2026 ପାଇଁ ସିଂହ ରାଶିର ବାର୍ଷିକ ରାଶିଫଳ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ସିଂହ ରାଶି ପାଇଁ 2026 ବର୍ଷ ମିଶ୍ରିତ ଫଳଦାୟକ ବର୍ଷ ରହିବ। 2026 ପ୍ରଥମାର୍ଦ୍ଧରେ ଶିକ୍ଷା, ଚାକିରି, ପ୍ରେମ, ବିବାହ ଏବଂ ଧନ କ୍ଷେତ୍ରରେ ସିଂହ ରାଶିଜାତ ବ୍ୟକ୍ତି ବୃହସ୍ପତି ମହାଗ୍ରହଙ୍କର ଆଶୀର୍ବାଦରୁ ବହୁତ ଶୁଭ ଫଳ ପ୍ରାପ୍ତ କରିବେ। 2026 ଜୁନ୍ ମାସ 2 ତାରିଖ ପରେ ବୃହସ୍ପତି ସିଂହ ରାଶିର ଦ୍ୱାଦଶ ବା ବ୍ୟୟଭାବ ତଥା ନିଜର ଉଚ୍ଚ ରାଶି କର୍କଟ ରାଶିରେ ପ୍ରବେଶ କଲେ ଏହିସବୁ କ୍ଷେତ୍ରରେ ସେତେଟା ଶୁଭ ଫଳ ପାଇବାର ସମ୍ଭାବନା କମିଯିବ। ଏହି ସମୟରେ ସିଂହ ରାଶିର ଅଷ୍ଟମ ଭାବ ମୀନ ରାଶିରେ ରହିଥିବା ଶନିଙ୍କର ଦୃଷ୍ଟି ସିଂହ ରାଶିର ଧନସ୍ଥାନ ଉପରେ ରହିଥିବାରୁ ଶନି ଧନନାଶ କରିବା ସହିତ ବ୍ୟୟଭାବରେ ଅବସ୍ଥିତ ବୃହସ୍ପତି ବଡ଼ ଧରଣର ଆର୍ଥିକ ଖର୍ଚ୍ଚ କରାଇବେ। ଅବଶ୍ୟ ଏହା ସଦ୍ ଖର୍ଚ୍ଚ ହେବ। ଦୁଇ ଛାୟାଗ୍ରହ ରାହୁ ଓ କେତୁଙ୍କର ରାଶି କୁଣ୍ଡଳୀରେ ଅବସ୍ଥାନ ବ୍ୟବସାୟରେ କ୍ଷତି ପହୁଞ୍ଚାଇବାର ସମ୍ଭାବନା ରହୁଥିବା ବେଳେ ନିଷ୍ପତ୍ତି ନେବାର ସାମର୍ଥ୍ୟ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିବାର ସମ୍ଭାବନା ରହୁଅଛି। ଚାକିରି କରୁଥିବା ସିଂହ ରାଶିଜାତ ବ୍ୟକ୍ତି ବର୍ଷର ପ୍ରଥମାର୍ଦ୍ଧରେ ସଫଳତା ପାଇବେ ସତ, କିନ୍ତୁ ସହକର୍ମୀମାନଙ୍କ ସହିତ ମତଭେଦ ଦେଖାଦେଇପାରେ। ଜାନୁଆରୀ ମାସ 20 ତାରିଖ ଠାରୁ ମେ ମାସ 17 ତାରିଖ ପର୍ଯ୍ୟନ୍ତ ସିଂହ ରାଶିଜାତ ବ୍ୟକ୍ତି କିଛିଟା ଆହ୍ୱାନ ବା ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇପାରନ୍ତି। ସିଂହ ରାଶି ପାଇଁ ବର୍ଷ ଆରମ୍ଭରୁ ଜୁନ୍ ମାସ 2 ତାରିଖ ପର୍ଯ୍ୟନ୍ତ ସମୟ ଅନୁକୂଳ ରହୁଥିବାରୁ ଏହି ସମୟରେ ବଡ଼ ଧରଣର ବ୍ୟବସାୟିକ ନିଷ୍ପତ୍ତି ନେଲେ ସଫଳତା ପାଇବାର ବହୁତ ସମ୍ଭାବନା ରହୁଅଛି। ଜୁନ୍ ମାସ ପରେ ଯୌଥ ବ୍ୟବସାୟ କରୁଥିଲେ ସତର୍କତା ଅବଲମ୍ବନ କରିବା ଉଚିତ ହେବ। ଧନଲାଭ ଦୃଷ୍ଟିରୁ ଦେଖିବାକୁ ଗଲେ ବୃହସ୍ପତିଙ୍କର ପ୍ରଭାବରୁ ବର୍ଷର ପ୍ରଥମାର୍ଦ୍ଧଟି ଧନଲାଭ ପାଇଁ ବେଶ୍ ପ୍ରଶସ୍ତ ରହିବ, କିନ୍ତୁ ଜୁନ୍ ଠାରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଖର୍ଚ୍ଚର ପରିମାଣ ବହୁତ ଅଧିକା ରହିବ। ଏହା ପରେ ବର୍ଷର ଶେଷ ପର୍ଯ୍ୟନ୍ତ ସିଂହ ରାଶିଜାତ ବ୍ୟକ୍ତିଙ୍କର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ରିଏଲ୍ ଇଷ୍ଟେଟ୍ ବା ଜାଗାବାଡ଼ି ବେପାର କରୁଥିବା ସିଂହ ରାଶି ବ୍ୟକ୍ତିଙ୍କ ପାଇଁ 2026 ବେଶ୍ ଫଳପ୍ରଦ ରହିପାରେ। ଏହି ସମୟରେ ସମ୍ପତ୍ତି ବାଡ଼ି ମଧ୍ୟ କ୍ରୟ କରିବାର ସମ୍ଭାବନା ରହିଅଛି। ବର୍ଷର ପ୍ରଥମାର୍ଦ୍ଧରେ ସିଂହ ରାଶିଜାତ ବ୍ୟକ୍ତି ଶିକ୍ଷା କ୍ଷେତ୍ରରେ ଅତି ଉତ୍ତମ ଫଳ ପ୍ରାପ୍ତ କରିବେ। ଅର୍ଥ, ଆଇନ ତଥା ମେଡ଼ିକାଲ ଓ ରିସର୍ଚ୍ଚ ସ୍କଲାରମାନଙ୍କ ପାଇଁ ବିଶେଷ ସଫଳତା ଆସିବ। ଏହା ସହିତ କମ୍ପିଟେଟିଭ୍ ବା ପ୍ରତିଯୋଗିତାମୂଳକ ପରୀକ୍ଷାରେ ବସିବାକୁ ଚାହୁଁଥିବା ସିଂହ ରାଶିଜାତ ଛାତ୍ରଛାତ୍ରୀ ଏହି ସମୟରେ ସଫଳତା ପାଇବାର ବହୁତ ସମ୍ଭାବନା। ସେହିପରି ବର୍ଷର ପ୍ରଥମାର୍ଦ୍ଧରେ ଲଭ୍ ଲାଇଫରେ ଥିବା ତଥା ପ୍ରେମ ସମ୍ପର୍କରେ ଥିବା ସିଂହ ରାଶି ଜାତକ ଅନୁକୂଳ ଫଳ ପ୍ରାପ୍ତ କରିବେ। ପ୍ରେମ ସମ୍ପର୍କ ବିବାହ ବନ୍ଧନରେ ପରିଣତ ହେବାର ପ୍ରବଳ ସମ୍ଭାବନା ରହିଅଛି। ଅବିବାହିତ ରହିଥିବା ପୁଅ ଓ ଝିଅଙ୍କ ପାଇଁ ଏହି ସମୟ ପରିଣୟ ସୂତ୍ରରେ ବାନ୍ଧି ହେବାର ସଠିକ୍ ସମୟ, କିନ୍ତୁ ଜୁନ୍ ମାସ ପରେ ଏହି କ୍ଷେତ୍ରରେ ଶିଥିଳତା ଆସିଯିବ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦେଖିବାକୁ ଗଲେ 2026 ସିଂହ ରାଶି ପାଇଁ ଭଲ ଫଳ ନ ଦେବାର ବହୁତ ସମ୍ଭାବନା। ପ୍ରାୟ ସମୟରେ ସ୍ୱାସ୍ଥ୍ୟଗତ ଚିନ୍ତା ଲାଗି ରହିବ। ଖାଦ୍ୟ ବଦହଜମୀରୁ ଶରୀରରେ ବାୟୁ ବିକାର ସୃଷ୍ଟି ହେବ। ଆଣ୍ଠୁଗଣ୍ଠି ଜନିତ ପୀଡ଼ା ଭୋଗ କରିପାରନ୍ତି। ରାହୁ
ପେଟ ଭିତରେ ଅନ୍ତନାଳୀ ଜନିତ ରୋଗ ପ୍ରଦାନ କରିବାର ସମ୍ଭାବନା ଦେଖାଯାଏ। ଏହା ସହିତ ଚର୍ମରୋଗ ଓ ସ୍ନାୟୁ ବିକାର ବା ସ୍ନାୟୁବିକ ଦୁର୍ବଳତା ଘଟିବାର ମଧ୍ୟ ବହୁତ ସମ୍ଭାବନା ରହିଅଛି। 2026 ମସିହାରେ ସିଂହ ରାଶିଜାତ ବ୍ୟକ୍ତି ପ୍ରତ୍ୟେକ କ୍ଷେତ୍ରରେ ଅଶୁଭ ଫଳ ଦୂର କରି ଶୁଭ ଫଳ ପାଇବା ନିମନ୍ତେ ପ୍ରତ୍ୟହ ପ୍ରାତଃସ୍ନାନ ପରେ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ। ନିୟମିତ ଭାବରେ ସୂର୍ଯ୍ୟଦେବଙ୍କର ପ୍ରିୟ ସ୍ତବ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କଲେ ଜୀବନରେ ଆସୁଥିବା ସମସ୍ୟାଗୁଡ଼ିକ ସମାଧାନ ହେବାର ବାଟ ମିଳିଥାଏ। ପରିଶେଷରେ ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ରହିଥିବା ସମସ୍ତ ଦୋଷ ଖଣ୍ଡନ ହୋଇ ମନବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।